29 ଜାନୁଆରୀ 2026 ଗୁରୁବାର ଦିନ ଭୈମୀ ଏକାଦଶୀ ପଡୁଛି। ଆଉ ଏହି ଦିନ ଆପଣଙ୍କୁ ଗୋଟିଏ ଉପାୟ କରିବାକୁ ପଡିବ। ଯଦି ଆପଣଙ୍କୁ ଲାଗିଥାଏ କି ଆପଣ ଆପଣଙ୍କ ଜୀବନରେ ହାରି ଯାଇଛନ୍ତି, କରଜରେ ବୁଡ଼ିକି ରହିଛନ୍ତି, ଚାକିରିରେ ସମସ୍ୟା ଅଛି, ତ ଏହି ଉପାୟ ଆପଣଙ୍କ ଭାଗ୍ୟକୁ ପୁରା ଓଲଟାଇକି ରଖିଦେବ। ଏହା ସେହି ଦିନ ଯାହା ଆପଣଙ୍କର ପୁରୁଣା ବ୍ୟାଡ୍ ଲକ୍ ପୁରା ମୂଳରୁ ଶେଷ କରିଦେବ। ବାସ୍ ଏହି ଉପାୟ ଆପଣଙ୍କୁ କରିବାକୁ ପଡିବ। ତ କରିବେ କ'ଣ? କିନ୍ତୁ ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିବେ। ସକାଳୁ ଉଠି ସ୍ନାନ ସାରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବେ ଏବଂ ଭଗବାନ ବିଷ୍ଣୁଙ୍କୁ ଗୁଡ଼ ଓ ଚଣାର ଭୋଗ ଲଗାଇବେ। ଏହା ଗୁରୁ ଓ ସୂର୍ଯ୍ୟକୁ ମଜବୁତ କରିଦେଇଥାଏ। ଦ୍ୱିପ୍ରହର 12:13 ହେଉଛି ଅଭିଜିତ ମୁହୂର୍ତ୍ତ। ଆଉ ଏହି ଅଭିଜିତ ମୁହୂର୍ତ୍ତରେ ଘରର ଠାକୁର ଘରେ ଘିଅର ଦୀପ ଜଳାଇବେ। ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ଜପ କରିବେ। ରୋକି ହୋଇଥିବା ପ୍ରମୋସନ ତୁରନ୍ତ ଟ୍ରାକ୍ ଉପରକୁ ଆସିଯିବ। ତ ଶନିଙ୍କ ଊର୍ଜାକୁ ଉଠାଇବା ପାଇଁ ଏହି ଦିନ ଆପଣ ସବୁଠୁ ପ୍ରିୟ ଜିନିଷକୁ ତ୍ୟାଗ କରିବେ, ଯେପରିକି ଆପଣଙ୍କର ପ୍ରିୟ ଜିନିଷ ଚାହା ହେଉ ବା ମିଠା। ଏହି ତ୍ୟାଗ ଆପଣଙ୍କର ୱିଲ୍ ପାୱାରକୁ ପାହାଡ଼ ପରି ମଜବୁତ କରିଦେବ। କିନ୍ତୁ ଧ୍ୟାନ ରଖିବେ, ଏହି ଦିନ ଆପଣ ଭୁଲରେ ବି ଭାତ ଖାଇବେ ନାହିଁ।